ଜଟଣୀ ସୀତାରାମ ଛକରୁ 6 ଜଣ ମୋଟରସାଇକେଲ ଓ ମୋବାଇଲ ଲୁଟେରା ଗିରଫ ହୋଇ କୋର୍ଟ ଚାଲାଣ। ଗତକାଲି ବିଳମ୍ବିତ ରାତ୍ରିରେ ଜଟଣୀ ସୀତାରାମ ଛକରେ ଜଟଣୀ ଥାନା ପୋଲିସ ପକ୍ଷରୁ ନାକା ଯାଞ୍ଚ ସମୟରେ 3ଟି ମୋଟରସାଇକେଲରେ ଥିବା 6 ଜଣ ବ୍ୟକ୍ତିଙ୍କୁ ଜଟଣୀ ଥାନା ପୋଲିସ ଅଟକ ରଖିଥିଲା। ତେବେ ଆଜି ତଦନ୍ତ ପରେ ସେମାନେ ମୋବାଇଲ ଓ ମୋଟରସାଇକେଲ ଲୁଟେରା ବୋଲି ଜଣାପଡ଼ିଥିଲା। ସେମାନଙ୍କ ପାଖରେ ଥିବା 3ଟି ଚୋରା ମୋଟରସାଇକେଲ ଓ ଗୋଟିଏ ଚୋରା ମୋବାଇଲ ଜବତ କରି ସେମାନଙ୍କୁ ଗିରଫ ଦର୍ଶାଇବା ସହ ଜଟଣୀ ଥାନା ପୋଲିସ ସେମାନଙ୍କୁ ଆଜି ସନ୍ଧ୍ୟା 6 ଘଣ୍ଟିକା ସମୟରେ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ଅଞ୍ଚଳର ଏସ୍.କେ. ଆବିଦ, ମୋହନରାମ ଯାଦବ ଓରଫ ବିବେକ, ନଇମ ହୁସେନ ଖାନ ଓରଫ ରାଜା, ଏସ୍.କେ. ସାଦିନ ଓରଫ ବାଦଲ ଓ ଏସ୍.କେ. ସାହାବୁଦ୍ଦିନ ଓରଫ ବାବୁ ବୋଲି ସୂଚନା ମିଳିଛି।